ବାସର ରାତିରେ ସ୍ୱାମୀ କହିଲେ ଯେ ସେ ଛାଡ଼ପତ୍ର ଚାହାନ୍ତି, କିନ୍ତୁ ସ୍ତ୍ରୀ ଯାହା କଲେ ତାହା ମାନବିକତାକୁ କନ୍ଦାଇ ଦେଲା ଏବଂ ଭାବିବାକୁ ବାଧ୍ୟ କଲା। ଏହା କେବଳ କାହାଣୀ ନୁହେଁ, ବରଂ ଆଜିର ସମାଜର କଠୋର ବାସ୍ତବତା ଏବଂ ଆମ ସମସ୍ତଙ୍କ ପାଇଁ ଏକ ଦର୍ପଣ ପରି। ସମ୍ପୂର୍ଣ୍ଣ କାହାଣୀ ଜାଣିବା ପାଇଁ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ବନ୍ଧୁଗଣ, ରାତି 10ଟା ବାଜିଥିଲା। ସହରର ଗହଳି ଧୀରେ ଧୀରେ କମି ଯାଇଥିଲା। ବାହାରେ ଗାଡ଼ିର ଶବ୍ଦ ଶୁଣାଯାଉଥିଲା ଏବଂ କୋଠରୀର ନୀରବତା ଆହୁରି ତୀବ୍ର ହୋଇଯାଇଥିଲା। ସେ କୋଠରୀରେ କେବଳ ସଜା ହୋଇଥିବା ଫୁଲର ବାସ୍ନା ଥିଲା। ବିଛଣା ଉପରେ ଗୋଲାପ ପାଖୁଡ଼ା ବିଛାଡ଼ି ହୋଇଯାଇଥିଲା। ସବୁଠି ସାଜସଜ୍ଜା ଥିଲା, କିନ୍ତୁ ସେହି ସାଜସଜ୍ଜା ମଧ୍ୟରେ ଆରୁଷିର ମନ ଏକ ଅଜଣା ଅସ୍ଥିରତାରେ ପୂର୍ଣ୍ଣ ହୋଇଯାଇଥିଲା। ସେ ତା ହାତକୁ ଦେଖିଲା, ଯେଉଁଥିରେ ମେହେନ୍ଦିର ରଙ୍ଗ ପୁରା ସମ୍ପୂର୍ଣ୍ଣ ଗାଢ଼ା ହୋଇଯାଇଥିଲା। କୁହାଯାଏ ଯେ ମେହେନ୍ଦିର ରଙ୍ଗ ଯେତେ ଗାଢ଼ା ହୁଏ, ସ୍ୱାମୀଙ୍କର ପ୍ରେମ ସେତେ ଅଧିକା ହୋଇଥାଏ। କିନ୍ତୁ ସେହି ରଙ୍ଗର ଗଭୀରତା ଅପେକ୍ଷା ଆରୁଷିର ମନରେ ପ୍ରଶ୍ନର ବନ୍ୟା ଅଧିକା ଉଠୁଥିଲା। ପ୍ରେମ କ'ଣ ପ୍ରକୃତରେ ଏପରି? ଏହି ରାତି କ'ଣ ସେ ପିଲାଦିନରୁ ସ୍ୱପ୍ନରେ ଦେଖିଥିବା ଭଳି ସୁନ୍ଦର ହେବ? କୋଠରୀରେ କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ତା ଛାତିର ଧକ୍ ଧକ୍ ସହିତ ଏକ ଅଜବ ସଙ୍ଗୀତ ସୃଷ୍ଟି କରୁଥିଲା। ପ୍ରତ୍ୟେକ ଶବ୍ଦରେ ସେ ଚମକି ପଡ଼ୁଥିଲା ଏବଂ ତା ଆଖି ତୁରନ୍ତ କବାଟ ଆଡ଼କୁ ଚାଲି ଯାଉଥିଲା। ସେ କେତେବେଳେ ଆସିବେ? ତା ଓଠରେ ଏକ ମୃଦୁ ହସ ଥିଲା, କିନ୍ତୁ ତା ହୃଦୟରେ ଏକ ଅବ୍ୟକ୍ତ ଭୟ ମଧ୍ୟ ଥିଲା। ଆଜି ତା ଜୀବନର ସବୁଠାରୁ ବଡ଼ ପରୀକ୍ଷା ଥିଲା। ବାସର ରାତି। ସେ ଆଇନାରେ ନିଜକୁ ଦେଖୁଥିଲା। ଲାଲ ଶାଢ଼ୀ ପିନ୍ଧିଥିଲା, ମଥାରେ ସିନ୍ଦୁର, ବେକରେ ମଙ୍ଗଳସୂତ୍ର, କ୍ଷୀଣ ଆଲୋକରେ ଝଲସୁଥିବା ହାତର ଚୁଡ଼ି। ସେ ନିଜକୁ ନିୟନ୍ତ୍ରଣ କରିପାରିଲା ନାହିଁ। ନର୍ଭସ୍, ଉତ୍ତେଜନା, ଆଶା ସବୁ ମିଶି ଏକ ଅଜଣା ଅନୁଭବ ସୃଷ୍ଟି କରୁଥିଲା। ତାପରେ ହଠାତ୍ କବାଟ ଖୋଲିଲା। ବିଭାନ କଳା ସୁଟ୍ ପିନ୍ଧି କୋଠରୀ ଭିତରକୁ ପ୍ରବେଶ କଲେ। ତାଙ୍କ ମୁଣ୍ଡରେ ଚୁଟି ଟିକେ ଓଦା ଥିଲା। ତାଙ୍କ ମୁହଁ କ୍ଳାନ୍ତ ଥିଲା, କିନ୍ତୁ ତାଙ୍କ ଆଖିରେ ଏକ ଅଦ୍ଭୁତ ନୀରବତା ଥିଲା, ଯେପରି କୌଣସି ବୋଝ, କୌଣସି କିଛି ଅଧା ରହିଯାଇଥିବା କଥା। ଆରୁଷିର ହୃଦୟ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲା। ସେ ଲାଜରେ ମୁଣ୍ଡ ତଳକୁ କରିଦେଲା। ତାପରେ ଧୀର ସ୍ୱରରେ କହିଲା, ଏତେ ଡେରି କରିଦେଲ ତମେ? ତାର ସ୍ୱରରେ ପ୍ରେମ ଏବଂ ସାମାନ୍ୟ ଅଭିଯୋଗ ଥିଲା, କିନ୍ତୁ ବିଭାନ ସାମାନ୍ୟ ଟିକେ ହସି ଦେଇଥିଲା, ଯୋଉଟା ବେଶୀ ସମୟ ପାଇଁ ନଥିଲା। ସେ ଧୀରେ ଯାଇ ବିଛଣା ପାଖରେ ଥିବା ଚେୟାରରେ ବସିଲା। କିଛି ମୁହୂର୍ତ୍ତ ପାଇଁ କୋଠରୀରେ ନୀରବତା ଖେଳିଗଲା। ବିଭାନର ଛାତିର ଧକ୍ ଧକ୍ ଆରୁଷିର କାନରେ ବାଜୁଥିଲା। ସେ ଧୀର ସ୍ୱରରେ କହିଲା, ତମେ ବହୁତ ଥକି ଯାଇଥିବ। ବିଭାନ ଆରୁଷି ଆଡ଼କୁ ଅନାଇଲା। ତା ଆଖିରେ କିଛି ଥିଲା, ଯାହାକୁ ଶବ୍ଦରେ ପ୍ରକାଶ କରିବା ତା ପାଇଁ କଷ୍ଟକର ହୋଇଯାଉଥିଲା। ତାପରେ ବିଭାନ ତା ଆଖି ତଳକୁ କରି ଧୀର ସ୍ୱରରେ କହିଲା, ଆରୁଷି, ମୁଁ ତୁମକୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଛି। ଆରୁଷି ହସିକି କହିଲା, ହଁ, କୁହ। ଆରୁଷି ଆଖିରେ ଆଶାର ଝଲକ। ଯେମିତି ସେ ଅପେକ୍ଷା କରିଥିଲା ଯେ ବିଭାନ ତାକୁ କିଛି କହୁ ବୋଲି, ହୁଏତ କିଛି ପ୍ରେମ ଭରା କଥା କିମ୍ବା କୌଣସି ମଧୁର ପ୍ରତିଶ୍ରୁତି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବିଭାନ ଯେଉଁ କଥା କହିଲା, ଯେମିତି ସେ ଶବ୍ଦରେ ସାରା କୋଠରୀ ଅନ୍ଧକାରମୟ ହୋଇଗଲା। ମୁଁ ଛାଡ଼ପତ୍ର ଚାହୁଁଛି। କିଛି ସେକେଣ୍ଡ ପାଇଁ ସମୟ ସ୍ଥିର ହୋଇଗଲା ପରି ଲାଗିଲା। ଆରୁଷି ଅନୁଭବ କଲା ଯେ ସେ କିଛି ଭୁଲ ଶୁଣିନି ତ। ସେ ଧରିଥିବା ଓଢ଼ଣୀଟା ତା ହାତରୁ ଖସିଗଲା। ମହମବତୀର ଶିଖା ଥରିବାକୁ ଲାଗିଲା। ଆରୁଷି କହିଲା, ତମେ କ'ଣ କହିଲ? ବିଭାନ ମୁଣ୍ଡ ତଳକୁ କରିଦେଲା, ଯେପରି ସେ ଜଣେ ଅପରାଧୀ। ଘର ଭିତର ଫୁଲର ସୁଗନ୍ଧ ଏବେ ଯେମିତି ବୋଝ ପରି ଲାଗୁଥିଲା। ଆରୁଷିର ଛାତି ଧରିବାକୁ ଲାଗିଲା। ନିଶ୍ୱାସ ଭାରି ହୋଇଗଲା। ସେ ଠିଆ ହୋଇଗଲା। ତା ମୁହଁ ଫିକା ପଡ଼ିଗଲା ଓ ତା ଓଠ ଶୁଖିଗଲା। ଓ ସେ କହିଲା, ତୁମେ ମଜା କରୁଛ, ଠିକ୍ କହିଲି ନା? ସେ ଥରି ଥରି କଣ୍ଠରେ ପଚାରିଲା। କିନ୍ତୁ ବିଭାନ କେବଳ ଆଖି ବନ୍ଦ କରିଦେଲା। ତା ନୀରବତା ଆରୁଷିର ହୃଦୟକୁ ଭାଙ୍ଗିଦେଲା। ଆରୁଷି କହିଲା, ଆମର ଏହି ସମ୍ପର୍କକୁ କେବଳ ଗୋଟିଏ ଦିନ ହୋଇଛି, ଆଉ ତୁମେ ଛାଡ଼ପତ୍ର କଥା କହୁଛ? ଆରୁଷିର ଆଖିରୁ ଲୁହ ଝରି ପଡ଼ିଲା। ସେଗୁଡ଼ିକ ତା ହାତର ମେହେନ୍ଦି ଉପରେ ପଡ଼ିଲା। ସେଇ ମେହେନ୍ଦି ଯୋଉଟା ସବୁଠାରୁ ଗାଢ଼ା ରଙ୍ଗ ହୋଇଥିଲା। ଓ ସେଥିରେ ଯେତେବେଳେ ଆରୁଷିର ଲୁହ ପଡ଼ିଲା, ମେହେନ୍ଦିର ରଙ୍ଗ ଫିକା ହୋଇଗଲା। ସେ ବିଭାନକୁ ଚାହିଁ କହିଲା, ଯଦି ତମ ହୃଦୟରେ ଅନ୍ୟ କାହା ପାଇଁ ସ୍ଥାନ ଥିଲା, ତେବେ ତୁମେ ମୋତେ କାହିଁକି ବିବାହ କଲ? ବିଭାନ କିଛି କହିଲା ନାହିଁ। ସେ କେବଳ ମୁଣ୍ଡ ନୁଆଁଇ ରହିଲା। କୋଠରୀଟି ଯେମିତି ତା ଉତ୍ତର ପାଇଁ ଅପେକ୍ଷା କରିଥିବା ପରି ମନେ ହେଉଥିଲା, କିନ୍ତୁ ସେଠି କେବଳ ନୀରବତା ଥିଲା। ଆରୁଷି ତାର ଲୁହ ପୋଛିବାକୁ ଚେଷ୍ଟା କଲା, କିନ୍ତୁ ସେଗୁଡ଼ିକ ବନ୍ଦ ହେଲା ନାହିଁ। ତାର ପ୍ରତ୍ୟେକ ସ୍ୱପ୍ନ, ପ୍ରତ୍ୟେକ ଆଶା, ପ୍ରତ୍ୟେକ ଇଚ୍ଛା ସେହି ମୁହୂର୍ତ୍ତରେ ଭାଙ୍ଗି ପଡ଼ିବା ପରି ମନେ ହେଉଥିଲା। ବାହାର ରାତି ଆହୁରି ଅନ୍ଧକାରମୟ ହୋଇଯାଇଥିଲା। ଝରକା ଦେଇ ଜହ୍ନର ଆଲୋକ ପ୍ରବେଶ କରୁଥିଲା, କିନ୍ତୁ
କୋଠରୀର ଅନ୍ଧକାର କୌଣସି ଆଲୋକ ଦ୍ୱାରା ଦୂର ହେଉନଥିଲା। ବୋଧହୁଏ ଏହା ମୋ ଭାଗ୍ୟରେ ଲେଖା ହୋଇଛି ଏବଂ ସେ ସେଇଠାରେ ପଶି ପଡ଼ିଲା ଯେଉଁଠି ତାର ସ୍ୱପ୍ନ ଆରମ୍ଭ ହୋଇନଥିଲା, କିନ୍ତୁ କାହାଣୀର ଯନ୍ତ୍ରଣାଦାୟକ ମୋଡ଼ ଆରମ୍ଭ ହୋଇଯାଇଥିଲା। ବାସର ରାତିର ସେହି ନୀରବତା। ବିଭାନର ମୁଣ୍ଡ ତଳକୁ ହୋଇଯାଇଥିଲା। ହଁ ଆରୁଷି, ମୁଁ ତୁମଠାରୁ ଛାଡ଼ପତ୍ର ଚାହୁଁଛି। ଏହି ବିବାହ ମୋ ସମ୍ମତିରେ ହୋଇନାହିଁ। ଘରଟା ପୁରା ନୀରବ ହୋଇଗଲା ପରି ମନେ ହେଉଥିଲା। କାନ୍ଥରେ ମହମବତୀ ଝଲସୁଥିଲା, କିନ୍ତୁ କ୍ଷୀଣ ଆଲୋକରେ ଆରୁଷିର ମୁହଁ ପୁରା ଫିକା ପଡ଼ିଯାଇଥିଲା। ବିଭାନର କଥା ତା କାନରେ ପ୍ରତିଧ୍ୱନିତ ହେଉଥିଲା। ପ୍ରତ୍ୟେକ ଶବ୍ଦ ତାଙ୍କ ହୃଦୟକୁ ତୀର ପରି ଫୁଟି ଯାଉଥିଲା। ତା ଆଖି ଓଦା ଏବଂ ତା ଓଠ ଶୁଖିଲା ଥିଲା। ସେ ଧୀରେ ପଚାରିଲା, ତେବେ ତୁମେ କାହିଁକି ବିବାହ କଲ? ଆରୁଷିର କଥାରେ ଏକ ସତ୍ୟତା ଥିଲା। ସେ ଏବେ ବି ସେ କଥାକୁ ବିଶ୍ୱାସ କରିପାରୁନଥିଲା। ବିଭାନ ଏକ ଗଭୀର ନିଶ୍ୱାସ ନେଇ କହିଲା, ଏହା କେବଳ ମାଙ୍କର ଶେଷ ଇଚ୍ଛା ଥିଲା। ସେ କର୍କଟ ରୋଗ ସହିତ ଲଢ଼ୁଛନ୍ତି। ସେ କେବଳ ଚାହୁଁଥିଲେ ଯେ ମୁଁ ବିବାହ କରେ ବୋଲି, କିନ୍ତୁ ମୁଁ ଅନ୍ୟ କାହାକୁ ଭଲ ପାଏ। ହଠାତ୍ ତା ମନରେ ହଜାର ହଜାର ପ୍ରଶ୍ନ ଉଠିଲା। ଯଦି ଏସବୁ ବାଧ୍ୟବାଧକତାରୁ ହୋଇଥିଲା, ତ ବିଭାନ ତା ମଥାରେ କାହିଁକି ସିନ୍ଦୁର ଦେଉଥିଲା? ସେ ତା ଆଖିରେ ସେହି ମିଥ୍ୟା ପ୍ରତିଶ୍ରୁତି କାହିଁକି ଜାଗ୍ରତ କରୁଥିଲା? କୋଠରୀର ନୀରବତା ଆହୁରି ଗଭୀର ହୋଇଗଲା। ଫୁଲର ସୁଗନ୍ଧ, ଯାହା ଏପର୍ଯ୍ୟନ୍ତ ମନୋରମ ପରି ମନେ ହେଉଥିଲା, ଏବେ ସେଗୁଡ଼ାକ ଅଣନିଶ୍ୱାସୀ କରିଦେଉଥିଲା। ମହମବତୀର ଶିଖା ଧୀରେ ଧୀରେ ଲିଭିବାକୁ ଯାଉଥିଲା, ହେଲେ ଆରୁଷିର ଶିଖା ଲିଭି ଯାଇଥିଲା। ସେ ଥରି ଥରି କଣ୍ଠରେ କହିଲା, ଯଦି ତୁମେ ମୋତେ ଏ କଥା ପୂର୍ବରୁ କହିଥାନ୍ତ, ମୁଁ ଜିଦ୍ କରିନଥାନ୍ତି। କିନ୍ତୁ 7 ପ୍ରତିଜ୍ଞା ନେବା ପରେ ଆଜି ମୋତେ ଏହା କହୁଛ, ଏହା କ'ଣ ନ୍ୟାୟ? ଏହି କଥାଗୁଡ଼ିକ କହିବା ସମୟରେ ତା ଆଖିରୁ ଲୁହ ଝରି ଯାଉଥିଲା, କିନ୍ତୁ ସେ ସେଗୁଡ଼ିକୁ ପୋଛିବାକୁ ଚେଷ୍ଟା କରୁନଥିଲା। ହୁଏତ ସେ ଚାହୁଁଥିଲା ଯେ ବିଭାନ ସେହି ଲୁହଗୁଡ଼ିକ ଦେଖୁ। ତା ନୀରବତାରେ କେତେ ଚିତ୍କାର ଲୁଚି ରହିଛି, ତାହା ଅନୁଭବ କରୁ ବୋଲି। ବିଭାନ ମଧ୍ୟ ତାକୁ ଚାହିଁଲା। ତା ଆଖିରେ ମଧ୍ୟ ଅନୁତାପର ଝଲକ ଥିଲା, କିନ୍ତୁ ସେ ଏହାକୁ ଶବ୍ଦରେ ଅନୁବାଦ କରିପାରୁନଥିଲା। ସେ କହିଲେ, ମୋତେ କ୍ଷମା କର ଆରୁଷି, ମୁଁ ତୁମ ସହିତ ଏ ମିଛ ସମ୍ପର୍କ ନେଇ ବଞ୍ଚିପାରିବି ନାହିଁ। ଆରୁଷିର ମନ ପଥର ହୋଇଗଲା। ତାର ଆଖିରୁ ଲୁହ ଝରିବା ବନ୍ଦ ହୋଇଗଲା। ଆରୁଷି ନିଜକୁ ନିୟନ୍ତ୍ରଣ କଲା ଓ କହିଲା, ଠିକ୍ ଅଛି ବିଭାନ, ତମେ ଯଦି ଛାଡ଼ପତ୍ର ଚାହୁଁଛ, ତେବେ ମୁଁ ତୁମକୁ ଛାଡ଼ପତ୍ର ଦେବି। ଏବେ ତାର କଣ୍ଠସ୍ୱରରେ କୌଣସି ଯନ୍ତ୍ରଣା କିମ୍ବା କ୍ରୋଧ ନଥିଲା, କେବଳ ଏକ ନୀରବତା ଯାହା ବହୁତ କିଛି କହୁଥିଲା। ସେ ବିଭାନକୁ କହିଲା, କିନ୍ତୁ ମନେ ରଖ, ଯେଉଁ ପ୍ରେମ ପାଇଁ ତୁମେ ମୋତେ ପ୍ରତ୍ୟାଖ୍ୟାନ କରିଛ, ସେଇ ପ୍ରେମ ଦିନେ ତୁମକୁ ନିଶ୍ଚୟ କନ୍ଦେଇବ। ତା ଆଖିରେ ସେ ସମୟରେ ଆଉ ଲୁହ ନଥିଲା। ବିଭାନ ଚୁପଚାପ ବସି ରହିଲା। ତାର ଆଖି ଭୂମି ଉପରେ ସ୍ଥିର ହୋଇଯାଇଥିଲା। ଆରୁଷି ଶେଷ ଥର ପାଇଁ ତାକୁ ଚାହିଁଲା ଏବଂ ତାପରେ ମୁହଁ ଫେରାଇ ନେଲା। ତା ମନ ଭିତରେ ଯେମିତି କିଛି ଭାଙ୍ଗି ସାରିଥିଲା। ଯୋଉ ଝିଅ କିଛି ସମୟ ପୂର୍ବରୁ ନିଜ ବାସର ରାତିର ସ୍ୱପ୍ନ ଦେଖୁଥିଲା, ଏବେ ସେଇ ରାତି ତା ଜୀବନର ସବୁଠାରୁ ବଡ଼ ଧୋକାର ସାମ୍ନା କରିବାକୁ ଯାଉଥିଲା। ତା କାନରେ ଏବେ ବି ବିଭାନର ସେହି କଥା ଶୁଭୁଥିଲା କି ମୁଁ ଆଉ କାହାକୁ ଭଲ ପାଏ ବୋଲି। ସେଇଟା କେବଳ ଗୋଟିଏ ଶବ୍ଦ ନଥିଲା, ବରଂ ଏକ ସତ୍ୟ ଥିଲା, ଯାହା ତାର ସମଗ୍ର ଜୀବନକୁ ନଷ୍ଟ କରିଦେଇଥିଲା। କୋଠରୀର ଫୁଲଗୁଡ଼ିକ ଏବେ ଶୁଖିଯାଇଥିଲା। ମହମବତୀଗୁଡ଼ିକ ମଳିନ ହୋଇଯାଇଥିଲା ଏବଂ କାନ୍ଥରେ ଥିବା ଚିତ୍ରଗୁଡ଼ିକ ମଧ୍ୟ ତାର ଯନ୍ତ୍ରଣା ଅନୁଭବ କରୁଥିବା ପରି ମନେ ହେଉଥିଲା। ଆରୁଷି ଧୀରେ ଧୀରେ ତା ହାତରେ ଥିବା ମେହେନ୍ଦୀକୁ ଚାହିଁଲା, ଯାହା ଏବେ ଗାଢ଼ ଲାଲ ହୋଇଯାଇଥିଲା, କିନ୍ତୁ ତା ଉପରେ ପଡ଼ିଥିବା ଲୁହରେଖାଗୁଡ଼ିକୁ ଝାପ୍ସା କରିଦେଇଥିଲା। ହୁଏତ ଏହି ରଙ୍ଗ କେବେ ସେହି ମଣିଷର ନାମକୁ ଆଉ ଗ୍ରହଣ କରିବ ନାହିଁ। ବାହାରୁ ପବନରେ ଏକ ଝଲସ ପରଦାକୁ ଝାଡ଼ିଦେଲା ଏବଂ ଟେବୁଲରେ ସଜାଯାଇଥିବା ଗୋଲାପର ପାଖୁଡ଼ା ତଳେ ବିଛାଡ଼ି ହୋଇଗଲା। ଆରୁଷି ଏକ ଗଭୀର ନିଶ୍ୱାସ ନେଲା ଏବଂ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲା। ସେ ବିଭାନକୁ ଚାହିଁଲା ଓ କହିଲା, ତୁମର ନିଷ୍ପତ୍ତି ତୁମ ପାଇଁ ଠିକ୍ ହୋଇପାରେ, କିନ୍ତୁ ମୋ ପାଇଁ ଏହା ଜୀବନର ସବୁଠାରୁ ବଡ଼ ଶିକ୍ଷା। ବିଭାନ କିଛି କହିବାକୁ ଚେଷ୍ଟା କରୁଥିଲା, କିନ୍ତୁ ଶବ୍ଦଗୁଡ଼ିକ ତା ଗଳାରେ ଯେପରି ଅଟକିଗଲା। ସେ ଉଠି କବାଟ ପାଖକୁ ଗଲା, କିନ୍ତୁ ଆରୁଷି ତାକୁ ଅଟକାଇଲା ନାହିଁ କିମ୍ବା ଡାକିଲା ନାହିଁ। କବାଟ ଧୀରେ ଧୀରେ ବନ୍ଦ ହୋଇଗଲା ଓ ତା କାନ୍ଦ ସେଇ ଘର ଭିତରେ ରହିଗଲା। ସେହି ରାତିରେ ଫୁଲର ବାସ୍ନା ମଧ୍ୟ ତା ଯନ୍ତ୍ରଣାରେ ହଜିଯାଇଥିଲେ। ସେଠାରେ ବସିଥିଲା, ତା ଆଖିର ଲୁହ, ଭଙ୍ଗା ହୃଦୟ ଏବଂ
ମୁହଁରେ ଏକ ନୀରବତା ଯେମିତି ସବୁକିଛି କହିଦେଉଥିଲା। ଆରୁଷି ସେ ରାତିରେ କିଛି କହିଲା ନାହିଁ, କିନ୍ତୁ ତା ନୀରବତା ଯାହା କହିଦେଲା ତାହା କୌଣସି ଶବ୍ଦ ଦେଇପାରିବ ନାହିଁ। ସେଇ ମୁହୂର୍ତ୍ତରୁ ତା ଭିତରେ ଥିବା ଝିଅଟି ମରିଗଲା ଏବଂ ଜଣେ ଶକ୍ତିଶାଳୀ ମହିଳା ଜନ୍ମ ହୋଇଥିଲା। କୌଣସି ପ୍ରତିଶ୍ରୁତି ବିନା, କୌଣସି ସମର୍ଥନ ବିନା। ଏହି ରାତି ତା ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ଏବଂ ସବୁଠାରୁ ପରିବର୍ତ୍ତନକାରୀ ରାତି ହୋଇଗଲା। ଦିନ ବିତିଗଲା, ଋତୁ ବଦଳିଗଲା, ସମୟ ବଦଳିଗଲା, କିନ୍ତୁ ଲାଗୁଥିଲା ଯେପରି ଆରୁଷିର ଜୀବନ ଯେମିତି ଗୋଟିଏ ସ୍ଥାନରେ ଅଟକି ଯାଇଛି। ସେ ଛାଡ଼ପତ୍ର କାଗଜରେ ଦସ୍ତଖତ କଲା, ବିନା କୌଣସି ଶବ୍ଦ ନା ବିନା କୌଣସି ପ୍ରଶ୍ନରେ। ସେଦିନ ତା ଆଖିରେ ଲୁହ ନଥିଲା, କେବଳ ଏକ ଖାଲିପଣ ଥିଲା। ଗତକାଲି ପର୍ଯ୍ୟନ୍ତ କାହାର ସ୍ତ୍ରୀ ଥିବା ମହିଳା ଏବେ ନିଜର ପରିଚୟ ସୃଷ୍ଟି କରିବାକୁ ସ୍ଥିର କରିଥିଲା। ପ୍ରତିଦିନ ସେ ସୂର୍ଯ୍ୟଙ୍କ ଉଦୟ ସହିତ ଉଠେ। ଝରକା ପାଖକୁ ଆସି ମୁହଁରେ ପଡ଼ିଥିବା ସେହି ହାଲୁକା ସୂର୍ଯ୍ୟଙ୍କ କିରଣରେ ଛିଡ଼ା ହୋଇ ନିଜକୁ କହିବାକୁ ଲାଗେ, ମୋତେ ଆଉ କାହା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହା କହି ସେ ତା ପାଠପଢ଼ାରେ ନିଜକୁ ବୁଡ଼ାଇ ଦେଲା। ବହିର ପୃଷ୍ଠାରେ ତାକୁ ଏକ ସାନ୍ତ୍ୱନା ମିଳୁଥିଲା ଏବଂ ପ୍ରତ୍ୟେକ ଶବ୍ଦରେ ଏକ ନୂତନ ମାର୍ଗ ତାକୁ ମିଳୁଥିଲା। ସେଇ ପୁସ୍ତକ କେବଳ ଆଇନର ପୁସ୍ତକ ନଥିଲା, ସେଗୁଡ଼ିକ ତା ପାଇଁ ଜୀବନର ଏକ ଶିକ୍ଷା ଥିଲା। ଧୀରେ ଧୀରେ ସେ ତା ପାଠପଢ଼ା ସମାପ୍ତ କଲା। ସେ ଦିନରାତି କଠିନ ପରିଶ୍ରମ କରି ହସି ହସି ପ୍ରତ୍ୟେକ କଷ୍ଟକୁ ଦୂର କରୁଥିଲା। କେତେକ ସମୟରେ ଯେତେବେଳେ ବିଳମ୍ବିତ ରାତିରେ ଥକିଯାଇ ତା ଆଖି ବନ୍ଦ ହୋଇଯାଉଥିଲା, ସେତେବେଳେ ସେ ତାର ଅତୀତର ଛାୟାକୁ ଦେଖିପାରୁଥିଲା। କିନ୍ତୁ ଏବେ ସେ ଆଉ ଭୟରେ ସେମାନଙ୍କୁ ଦେଖୁନଥିଲା। ବରଂ ସେ ଦୃଢ଼ ଭାବରେ ହସି କହୁଥିଲା, ତମେ ମୋତେ ଭାଙ୍ଗିବାକୁ ଦେଇନାହଁ, ବରଂ ମଜବୁତ ସହିତ ଗଢ଼ିଛ। ଆରୁଷି ଧୀରେ ଧୀରେ ନିଜକୁ ସମ୍ଭାଳିଲା ଏବଂ ଏପରି ଏକ ପଥ ବାଛିଲା ଯାହା ଅନ୍ୟମାନଙ୍କୁ ନ୍ୟାୟ ଦେଇଥାଏ। ପ୍ରତ୍ୟେକ କ୍ଷେତ୍ରରେ ସେ ସମାଜରେ ଦୁର୍ବଳ ମନେ କରୁଥିବା ମହିଳାମାନଙ୍କ ପାଇଁ ଲଢ଼ିବା ଆରମ୍ଭ କଲା। ଯେଉଁ ମହିଳାମାନଙ୍କର ଦୁଃଖ କେହି ଶୁଣୁନଥିଲେ, ସେ ସେମାନଙ୍କର ସ୍ୱର ବନିଲା। ତା କଥାରେ ଏବେ ଆଉ କୌଣସି ଯନ୍ତ୍ରଣା ନଥିଲା, ତା ପାଖରେ ଏବେ କେବଳ ସତ୍ୟର ଶକ୍ତି ଥିଲା। ଲୋକମାନେ ଏବେ ତାକୁ ଚିହ୍ନିବା ଆରମ୍ଭ କଲେ, ଆଡଭୋକେଟ ଆରୁଷି ମେହେରା। ଯେତେବେଳେ ସେ କୋର୍ଟରେ ଠିଆ ହୋଇଥିଲା, ତା କଥା ଏତେ ଶକ୍ତିଶାଳୀ ଥିଲା ଯେ ବିଚାରପତି ମଧ୍ୟ କ୍ଷଣିକ ପାଇଁ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ପ୍ରତ୍ୟେକ ବିଜୟ ତା ପାଇଁ କେବଳ ଏକ କେସ୍ର ବିଜୟ ନଥିଲା, ଏହା ତା ନିଜ ଅତୀତ ଉପରେ ଏକ ବିଜୟ ଥିଲା। ସହରର ଖବରକାଗଜରେ ତା ନାମ ପ୍ରକାଶ ପାଇଲା। କିନ୍ତୁ ସେ ତା ନାମ ଦ୍ୱାରା ନୁହେଁ, ବରଂ ତା କାର୍ଯ୍ୟ ଦ୍ୱାରା ପରିଚିତ ହୋଇଥିଲା। ଅନ୍ୟ ପକ୍ଷରେ ବିଭାନର ଜୀବନ ଜଟିଳତାର ଏକ ଜାଲରେ ପରିଣତ ହୋଇଯାଇଥିଲା। ଯେଉଁ ଝିଅ ପାଇଁ ସେ ସବୁ କିଛି ଛାଡ଼ି ଦେଇଥିଲା, ସେ ଅନ୍ୟ କାହା ପାଖକୁ ଚାଲି ଯାଇଥିଲା। ତା ସ୍ୱପ୍ନର ଦୁନିଆ ଭାଙ୍ଗି ଯାଇଥିଲା। ଯେଉଁ ପ୍ରେମ ପାଇଁ ସେ ତା ବିବାହ ଭାଙ୍ଗି ଦେଇଥିଲା, ତାହା ଆଉ ତାର ନିଜର ହୋଇନଥିଲା। ତା ଘରର କାନ୍ଥ ଏବେ ବି ଚମକୁଥିଲା, ହେଲେ ସେଥିରେ ଆଉ ସେଇ ଆନନ୍ଦ ନଥିଲା। ତା ଘର ଏବେ କେବଳ ଇଟା ପଥରର ଏକ ଘର ହୋଇଯାଇଥିଲା। ବେଳେବେଳେ ସେ ତା ରୁମ୍ର ଆଲମିରା ଖୋଲି ତାର ଏବଂ ଆରୁଷିର ହସୁଥିବା ଏକ ପୁରୁଣା ବିବାହ ଫଟୋକୁ ଦେଖୁଥିଲା। ଫଟୋଟି ଟିକେ ପୁରୁଣା ହୋଇଯାଇଥିଲା, ହେଲେ ସେଥିରେ ଏବେ ବି ସେଇ ହସ ଥିଲା, ଯୋଉଟା ପୂର୍ବରୁ କେବେ ବାସ୍ତବରେ ଥିଲା। ସେ ସେତେବେଳେ ଅନୁଭବ କରିପାରୁଥିଲା, ଯୋଉ ସ୍ତ୍ରୀକୁ ସେ ପଛରେ ଛାଡ଼ି ଦେଇଛି, ପ୍ରକୃତରେ ସେ ହିଁ ସତ ଥିଲା। କିନ୍ତୁ ଏବେ ଆଉ କିଛି ପୂର୍ବ ପରି ହୋଇପାରିବନି। ବିଭାନର ମାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେଉଥିଲା। ହସ୍ପିଟାଲର ଧଳା ପରଦା, ଔଷଧର ଗନ୍ଧ ଏବଂ ମନିଟରର ଶବ୍ଦ ଯେମିତି ତା ଦୁନିଆ ପାଲଟି ଯାଇଥିଲା। ତା ମା ଶେଷ ଥର ପାଇଁ ତା ହାତ ଧରିଲେ ଏବଂ ଧୀର ସ୍ୱରରେ କହିଲେ, ପୁଅ, ତୋରି ଭଲ ପାଇଁ ମୁଁ ତୋ ବାହାଘର କରେଇଥିଲି। ହେଲେ ମୁଁ ଏବେ ବୁଝିପାରୁଛି, ଆରୁଷି ଭଳିଆ ବୋହୂ କେବଳ ତୋର ପ୍ରକୃତ ସାଥୀ ଥିଲା। ବିଭାନର ଆଖି ଲୁହରେ ଭିଜିଗଲା ଏବଂ ତାର ମା ଆଖି ସବୁଦିନ ପାଇଁ ବନ୍ଦ ହୋଇଗଲା ଓ ବିଭାନ ଏକା ହୋଇଗଲା। ସେ ଭାବିଲା, ଏବେ ସବୁ କିଛି ସରିଗଲା, ଆଉ କିଛି ବାକି ନାହିଁ। ହେଲେ ମନ ଭିତରେ ଏବେ କେଉଁଠି ନା କେଉଁଠି ଏକ ଆଶା ମଧ୍ୟ ଥିଲା। ହୁଏତ ଆରୁଷି ତାକୁ କ୍ଷମା କରିଦେଇପାରେ। ଆରୁଷି ଜୀବନରେ ଏବେ ଏକ ନୂଆ ଦିନଚର୍ଯ୍ୟା ଆରମ୍ଭ ହୋଇଥିଲା। ସକାଳର ଚା ସହିତ
ଖବରକାଗଜ ପଢ଼ିବା, ତାପରେ ଅଫିସ ଯିବା, କେସ୍ ଫାଇଲ ପ୍ରସ୍ତୁତ କରିବା ଏବଂ ସନ୍ଧ୍ୟାରେ ଘରକୁ ଫେରି ତା ଛୋଟ ବାଲକୋନିରେ ବସି ସୂର୍ଯ୍ୟାସ୍ତ ଦେଖିବା। ସେ ଏକ ଛୋଟ 2 କୋଠରୀ ବିଶିଷ୍ଟ ଆପାର୍ଟମେଣ୍ଟ ନେଇଥିଲା, କିନ୍ତୁ ସେଥିରେ ତାର ଦୁନିଆ ଯାକର ଜିନିଷ ରହିଯାଇଥିଲା। କାନ୍ଥରେ ତାର ସବୁ ସାର୍ଟିଫିକେଟ୍ ଝୁଲୁଥିଲା। ଗୋଟିଏ କୋଣରେ ତା ମାଙ୍କ ଫଟୋ ଏବଂ ମଝିରେ ଏକ ଛୋଟ ମନ୍ଦିର, ଯେଉଁଠାରେ ସେ ପ୍ରତିଦିନ ସନ୍ଧ୍ୟାରେ ଦୀପ ଜାଳୁଥିଲା। କିନ୍ତୁ ବେଳେବେଳେ ରାତି ଯେତେ ଅନ୍ଧାର ହୋଇଥାଏ, ତାର ସବୁ ପୁରୁଣା ସ୍ମୃତି ମନେ ପଡ଼ୁଥାଏ। ବିଭାନର ହସ, ତାଙ୍କ ସ୍ୱର ଏବେ ଏବଂ ସେଇ ରାତି କଥା। କିନ୍ତୁ ସେ ତା ଅତୀତ କଥା ଭାବି ଆଉ ଲୁହ ଗଡ଼ାଉ ନଥିଲା। ସେ କେବଳ ଏକ ଗଭୀର ନିଶ୍ୱାସ ନେଇ କହୁଥିଲା, ସବୁ କିଛି ଏବେ ସରିଯାଇଛି। ଗୋଟିଏ ଦିନ ଆରୁଷି ପାଖକୁ ଏକ ନୂତନ କେସ୍ ଆସିଲା। ଜଣେ ମହିଳା, ଯାହାଙ୍କ ବିବାହକୁ ମାତ୍ର ଗୋଟିଏ ସପ୍ତାହ ହୋଇଥିଲା, ହେଲେ ତା ସ୍ୱାମୀ ତାଠାରୁ ଛାଡ଼ପତ୍ର ଚାହୁଁଥିଲା। କେସ୍ର ଫାଇଲ ପଢ଼ିବା ସମୟରେ ଆରୁଷିର ଆଖି ଲୁହରେ ଭରିଗଲା। ମହିଳାଙ୍କ ପରିସ୍ଥିତି ଠିକ୍ ତା ପରିସ୍ଥିତି ପରି ଥିଲା। ସେ ନିଜେ ସେ କେସ୍ ଲଢ଼ିବାକୁ ନିଷ୍ପତ୍ତି ନେଲା। କୋର୍ଟରେ ତାର ଯୁକ୍ତି ଏତେ ଦୃଢ଼ ଥିଲା ଯେ ବିଚାରପତି ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ। ଯିବା ସମୟରେ ମହିଳା ଜଣକ ଆରୁଷିର ପାଦ ଛୁଇଁ କହିଲେ, ତୁମେ ମୋ ଜୀବନ ରକ୍ଷା କରିଦେଲ। ଆରୁଷି ତାଙ୍କୁ କୁଣ୍ଢେଇ ପକାଇ କହିଲା, ନା, ତୁମେ ନିଜେ ତୁମ ଜୀବନ ରକ୍ଷା କଲ। ମୁଁ କେବଳ ତୁମକୁ ରାସ୍ତା ଦେଖେଇଲି। ସେଇ ମୁହୂର୍ତ୍ତରେ ସେ ଅନୁଭବ କଲା ଯେ ତା ଯନ୍ତ୍ରଣା ଏବେ ଅନ୍ୟମାନଙ୍କର ଶକ୍ତି ପାଲଟି ଯାଇଛି। ବିଭାନ ଏବେ ସହରର ଏକ ଛୋଟ ଏନ୍ଜିଓରେ କାମ କରିବା ଆରମ୍ଭ କରିଦେଇଥିଲେ। ସେଠାରେ ସେ ଘରୋଇ ହିଂସା ଏବଂ ବିଶ୍ୱାସଘାତକତାର ଶିକାର ହେଉଥିବା ମହିଳାଙ୍କ କାହାଣୀ ଶୁଣୁଥିଲା। ପ୍ରତ୍ୟେକ କାହାଣୀ ତାକୁ ତା ନିଜ ଭୁଲ ମନେ ପକାଇ ଦେଉଥିଲା। ଗୋଟିଏ ଦିନ ସେଇ ଏନ୍ଜିଓର ମିଟିଂରେ ଜଣେ ଗେଷ୍ଟ ଆସିଥିଲେ। ସେ ଥିଲେ ଆଡଭୋକେଟ ଆରୁଷି ମେହେରା। ଆରୁଷି ଯେତେବେଳେ ଷ୍ଟେଜକୁ ବାର୍ତ୍ତା ଦେବାକୁ ଗଲା, ବିଭାନର ଛାତି ଥରିବାକୁ ଲାଗିଲା। ସେ ପଛ ଚେୟାରରେ ମୁହଁ ଲୁଚାଇ ବସିଥିଲା। ଆରୁଷି ନିଜ ବାର୍ତ୍ତା ଆରମ୍ଭ କଲା। ସେ କହିଲା, ମୁଁ ନିଜେ ସେଇ କଷ୍ଟ ଦେଖି ଭାଙ୍ଗି ପଡ଼ିଥିଲି, ହେଲେ ମୁଁ ଏହା ମଧ୍ୟ ଶିଖିଲି ଯେ ଦୁଃଖରେ ଭାଙ୍ଗି ପଡ଼ିବାଟା କେବଳ ଜୀବନର ଶେଷ ନୁହଁ। ଆରୁଷିର କଥାରେ ବିଭାନର ଆଖି ଲୁହରେ ଭିଜିଗଲା। ସେ ଉଠି ବାହାରକୁ ଚାଲିଗଲା। କିନ୍ତୁ ସେଇଦିନ ସେ ଏକ ନିଷ୍ପତ୍ତି ନେଇଥିଲା। ସେ ଆରୁଷି ସହିତ ଭେଟ ହେବ। ବହୁତ ଦିନ ପରେ ବିଭାନ ଗୋଟେ କେସ୍ର ସାକ୍ଷୀ ଦେବା ପାଇଁ କୋର୍ଟ ଆସିଥିଲା। ସେ ଏକ ହାଲୁକା ଧୂସର ରଙ୍ଗର ସୁଟ୍ ପିନ୍ଧିଥିଲା, କିନ୍ତୁ ତାଙ୍କ ମୁହଁର ଥକାପଣ ଏବଂ ଆଖିରେ ଅନୁତାପ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ସେ ଚାରିପାଖକୁ ଚାହିଁଲା। ଓକିଲଙ୍କ ଭିଡ଼, ଫାଇଲଗୁଡ଼ିକର ଶବ୍ଦ, କୋର୍ଟ କରିଡରରେ ପ୍ରତିଧ୍ୱନିତ ହେଉଥିବା ସ୍ୱର, ସବୁକିଛି ସ୍ୱାଭାବିକ ମନେ ହେଉଥିଲା। କିନ୍ତୁ ତାପରେ ମାଇକ୍ରୋଫୋନରେ ଏକ ନାଁ ଡାକରା ହେଲା, ଆଡଭୋକେଟ ଆରୁଷି ମେହେରା। ବିଭାନର ପାଦ ଥରିବାକୁ ଲାଗିଲା। ସେ ବୁଲି ପଡ଼ିଲା ବେଳକୁ ଆରୁଷି ତା ସାମ୍ନାରେ ଛିଡ଼ା ହୋଇଥିଲା। ସେହି ସମାନ ମୁହଁ, ସେଇ ଆଖି, କିନ୍ତୁ ଏବେ ସେଥିରେ କୌଣସି ଯନ୍ତ୍ରଣା ନଥିଲା, କେବଳ ଆତ୍ମବିଶ୍ୱାସ ଥିଲା। ସେ ସରଳତାରେ ଘୋଡ଼ାଇ ହୋଇଥିବା ଏକ ଶାଢ଼ୀ ପିନ୍ଧିଥିଲେ, କିନ୍ତୁ ତାଙ୍କ ଚାଲିବାରେ ଏକ ମର୍ଯ୍ୟାଦା ଥିଲା, ଯାହା ଯେକୌଣସି ବ୍ୟକ୍ତିଙ୍କୁ ତାଙ୍କ ପାଦ ପାଖକୁ ଆଣିପାରିବ। ଏବେ ତା ଆଖିରେ କୌଣସି ଲୁହ ନଥିଲା, ବରଂ ଶାନ୍ତି ଥିଲା। ଆରୁଷି ତା ହାତରେ ଏକ ଫାଇଲ ଧରିଥିଲା ଏବଂ କିଛି ଜୁନିୟର ଓକିଲ ତା ସହିତ ଚାଲୁଥିଲେ, ମ୍ୟାଡାମ ବୋଲି ସମ୍ବୋଧନ ମଧ୍ୟ କରୁଥିଲେ। ବିଭାନ ମନେ ପକେଇଲା ଯେ ଏଇ ସେହି ମହିଳା, ଯିଏ ତାର ଗୋଟିଏ ଶବ୍ଦରେ ଭାଙ୍ଗି ପଡ଼ିଥିଲା, ଏବଂ ଆଜି ସେଇ ମହିଳା ତା ଆତ୍ମବିଶ୍ୱାସରେ ଦୁନିଆକୁ ବଦଳାଇ ଦେଇଛି। ତାଙ୍କ ଆଖି ଲୁହରେ ଭରିଗଲା। ତା ଓଠ ଥରିବାକୁ ଲାଗିଲା। ସେ ସାହସ କରି ଆଗକୁ ବଢ଼ିଲା ଏବଂ ଧୀର ସ୍ୱରରେ କହିଲା, ଆରୁଷି। ଆରୁଷି ତା ଆଡ଼କୁ ଚାହିଁଲା। ବିଭାନ କାନ୍ଦି ପକେଇଲା ଓ କହିଲା, ଆରୁଷି, ମୁଁ ବହୁତ ବଡ଼ ଭୁଲ କରିଦେଇଛି। ଯେମିତି ତା ଶବ୍ଦଗୁଡ଼ିକ ପବନରେ ଭାସି ଯାଉଥିଲା। ସେ ଭାବୁଥିଲା ଯେ ଆରୁଷି ତାକୁ କିଛି ରାଗିକି କହିବ ଅବା କୌଣସି ଦଣ୍ଡ ଦେବ, ହେଲେ ସେମିତି କିଛି ବି ହୋଇନଥିଲା। କିନ୍ତୁ ଆରୁଷି ଟିକେ ହସି ଦେଇଥିଲା, ଯୋଉ ହସଟା ତା ହୃଦୟରୁ ବାହାରିଥିଲା।
ସେ ଶାନ୍ତ ସ୍ୱରରେ କହିଲା, ନା ବିଭାନ, ସେଇଟା କୌଣସି ଭୁଲ ନଥିଲା। ସେଇଟା ତମର ପସନ୍ଦ ଥିଲା ଏବଂ ଏହା ମୋ ପାଇଁ ଏକ ଆଶୀର୍ବାଦ ପାଲଟିଗଲା। ଯଦି ତୁମେ ମୋତେ ଛାଡ଼ି ନଥାନ୍ତ, ତେବେ ମୁଁ ନିଜକୁ ଚିହ୍ନି ପାରିନଥାନ୍ତି। ବିଭାନର ଆଖିରୁ ଲୁହ ଝରି ପଡ଼ିଲା। ତାକୁ ଲାଗିଲା କେହି ଯେମିତି ତାକୁ ଆଇନା ଦେଖଉଛି। କିନ୍ତୁ ଏଥର ଆରୁଷି ଆଗକୁ ବଢ଼ି ତା ହାତ ଧରି ପକେଇଲା। ଏବେ ବି ତା ଆଖିରେ ସେଇ ପୁରୁଣା ଗଭୀରତା ଥିଲା, କିନ୍ତୁ ସେଥିରେ କ୍ଷମାର ବି ଆଲୋକ ଥିଲା। ବିଭାନ, ମୁଁ ବି ବହୁତ ଭାବିଛି। ତମ ମାଙ୍କ ସ୍ୱପ୍ନ ପୂରଣ ହୋଇଥିଲା, କିନ୍ତୁ ଆମ ସମ୍ପର୍କ ଏବେ ସରିନାହିଁ। ସେ ଝିଅ ତମକୁ ଛାଡ଼ି ଚାଲିଗଲା ଆଉ ତମେ ଏକା ହୋଇଗଲ। ମୁଁ ମୋ ନିଜକୁ ତିଆରି କରିଛି, କିନ୍ତୁ ଏବେ ମୁଁ ବୁଝିପାରୁଛି ଯେ ପ୍ରକୃତ ପ୍ରେମ ବୁଝାପଣାରେ ହୋଇଥାଏ, ବାଧ୍ୟ ବାଧକତାରେ ନୁହେଁ। ବିଭାନ ଆଶ୍ଚର୍ଯ୍ୟ ହୋଇଗଲା, କିନ୍ତୁ ତା ହୃଦୟରେ ଏକ ନୂଆ ଆଶା ଜାଗ୍ରତ ହେଲା। ସେ ଆରୁଷିର ହାତ ଧରି ପକେଇଲା ଏବଂ ସେମାନେ କୋର୍ଟ କରିଡରରୁ ବାହାରି ଆସିଲେ। ସେମାନେ ଏକ ଛୋଟ କ୍ୟାଫେରେ ବସି ବହୁତ ସମୟ କଥା ହେଲେ। ପୁରୁଣା ସ୍ମୃତି, ନୂଆ ସମ୍ପର୍କ ଓ ନିଜ ନିଜର ଭୁଲ ବୁଝାମଣା। ଆରୁଷି କହିଲା, ମୁଁ ତୁମକୁ କ୍ଷମା କରିଦେଲି, କାରଣ ଘୃଣାକୁ ମନ ଭିତରେ ଧରି ରଖିବା ଦ୍ୱାରା ମନ ଦୁର୍ବଳ ହୋଇଯାଇଥିଲା। ବିଭାନ ଆରୁଷି ଆଗରେ ମୁଣ୍ଡ ନୁଆଇଁ କହିଲା, ମୁଁ ଆଜି ତୁମରି ପାଇଁ ଜଣେ ଭଲ ମଣିଷ ହୋଇପାରିଛି। ସେଇଦିନ ସନ୍ଧ୍ୟାରେ ସେମାନେ ଏକ ମନ୍ଦିରରେ ଯାଇ ବିବାହ କଲେ। ଏଥର ବିନା ବାଧ୍ୟ ବାଧକତାରେ, କେବଳ ନିଜ ହୃଦୟର କଥା ଶୁଣି ଦୁଇଜଣ ନୂତନ ଜୀବନ ଆରମ୍ଭ କଲେ। ଆରୁଷି ତା ଓକିଲାତି କାମ ଜାରି ରଖିଲା ଓ ବିଭାନ ତା ଏନଜିଓ କାମ। ଦୁହେଁ ପରସ୍ପରର ସ୍ୱପ୍ନର ସାଥୀ ହୋଇ ରହିଲେ। ସେମାନେ ଏବେ ଏକାଠି ବସି ଚା ପିଉଥିଲେ, ସନ୍ଧ୍ୟାରେ ଏକାଠି ବାଲକୋନିରେ ବସି ତାଙ୍କର ପୁରୁଣା ଫଟୋ ଦେଖୁଥିଲେ ଓ ହସୁଥିଲେ। ଏହା ଭିତରେ କେତେ କ'ଣ ବଦଳି ଯାଇଛି, ତଥାପି ବି କିଛି ବଦଳି ନଥିଲା। ବର୍ଷେ ପରେ ସେମାନଙ୍କ ଘରେ ଏକ କୁନି ଝିଅର ସ୍ୱର ଶୁଣିବାକୁ ମିଳିଲା। ସେମାନଙ୍କ ଜୀବନ ଏବେ ଖୁସିରେ ପରିପୂର୍ଣ୍ଣ ଥିଲା। ସେଇ ଘରେ ଏବେ ଫୁଲର ବାସ୍ନା ଫେରି ଆସିଥିଲା ଏବଂ ପ୍ରତ୍ୟେକ ସକାଳେ ଏକ ନୂଆ ଆଶା ଆଣି ଦେଇଥିଲା। ଆରୁଷି ତା ଅଭ୍ୟାସ ସେମିତି ଜାରି ରଖିଥିଲା। ବିଭାନ ତା ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିଥିଲା। ସେମାନେ ଏବେ ପରସ୍ପରର ସାଥୀ ଥିଲେ ଏବଂ ସେମାନଙ୍କ କାହାଣୀ ପ୍ରମାଣିତ କରିଦେଲା ଯେ ବେଳେବେଳେ ଅଲଗା ହେବା ମଧ୍ୟ ଏକତା ହେବାର ରାସ୍ତା ହୋଇଥାଏ। ସେମାନେ ଏବେ ବହୁତ ଖୁସିରେ ଥିଲେ, ଏକ ନୂଆ ବାସର ରାତି ପରି, ଯେଉଁଠି ଯନ୍ତ୍ରଣା ଜାଗାରେ କେବଳ ପ୍ରେମ ଥିଲା। ବେଳେବେଳେ ସମ୍ପର୍କ ଭାଙ୍ଗି ଯାଇଥାଏ, କାରଣ ଆମେ ପୁଣି ଥରେ ନିଜ ସମ୍ପର୍କକୁ ଯୋଡ଼ି ପାରିବା, ସେଇଟା ବି ଆହୁରି ଅଧିକ ମଜବୁତ କରି। ସାଙ୍ଗମାନେ, ମୋର ଏଇ ଛୋଟ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ଦୟାକରି ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।